सर्वप्रथमे पिता पुत्र पवित्र आत्मांकर गौरव हो पुणी समस्त को प्रेज द लॉर्ड। आसतु आज स्मरण करवा वाक्य मध्य अल्प समय आलोचना करवा। आज वाक्य आलोचना करवा आम्भे माने आपणा साक्षात प्रभु कहले आपणा साक्षात आउ तुम्भको धार्मिक देखिअछु। प्रभु कहले आपणा साक्षात तुम्भको धार्मिक देखिअछु। ए विषय आलोचना करवा। मु गोटे वाक्य पाठ करी जहाँ लेखा जाए आदि पुस्तक तार 7 पर्व 1 पद। अनंतर सदाप्रभु नह को कहले तुम्भे सपरिवार रे जहाज रे प्रवेश कर, कारण एही कालर लोक मानक मध्य आम्भे आपणा साक्षात तुम्भको धार्मिक देखिअछु। पठित वाक्यर प्रभु आशीर्वाद करंतु। प्रार्थना करिबा। प्रिय प्रभु धन्यवाद देछु वाक्य पाठ करिया पे देल। प्रभु ए समय यहाँ आमे बुझिबु पुनि पालन करिबु। तुमर साहाय्यकारी आत्मा पठे आम्भ मान को साहाय्य कर यीशु नाम रे मागिलु, आमेन। प्रिय प्रभुंकर लोक माने आमे देखो एठारे नहंकर विषय रे आउ आमे नहंक विषय जानिछु। एठी गोटे विषय आलोचना करवा। आउ सही काल रे आउ लोक माने दुष्टतारे परिपूर्ण, दौरात्म परिपूर्ण, आउ से माने भ्रष्टाचारी हेले, आउ समस्त पाप कार्य लिप्त हेले। सेमानक मध्यरु से समस्तक मध्यरु परमेश्वर आपणा साक्षात नहंकु देखुअछंती। आउ वाक्य अनुसार से कहउछंती आपणा साक्षात तुमको धार्मिक देखिअछु। आपण को मते ताहांको साक्षात देखुअछंती। आमे अछु ताहांको साक्षात अछु, ताहांको सम्मुख अछु। से देखुअछंती आउ आम ठारू कौन देखुछंती। एही नहंक पाखरो धार्मिकता देखिले आउ देखुछु सही नहंकर धार्मिकता सकाशु तांको परिवार को सदा प्रभु जलप्लावनरू उद्धार करुअछंती। एठारे देखुछु नहंकर जनकर धार्मिकता जदि आमे देखिबा सही कालर लोकमानक मध्यरे नह धार्मिक और साधु लोक थिले। प्रभुंकर गौरव हो। आउ सही कालर लोक माने पृथ्वी सारा लोक मानक मध्यरु जन को देखुछंती। आउ से धार्मिक पुणी साधु। प्रिय प्रभुंकर लोक माने आपण को मध्य देखुछंती। से पृथ्वी सारा समस्त को देखुछंती। आउ ताहांकु जहाज निर्माण करने कहले रक्षा प्राप्त हेबा निमंते एठारे देखि पारुनाहु जे नहंकर परिवार मध्यरे कौनसी व्यक्ति तांको परिवार रे जो 8 प्राणी थिले 8 जन थिले कहा विषय आमे देखि पारुना।
କିନ୍ତୁ ନହଙ୍କ ବିଷୟରେ ଦେଖୁଛୁ ତାଙ୍କର ଧାର୍ମିକତା ପୁଣି ସାଧୁତା ଦେଖୁଅଛନ୍ତି। ଆଉ ତାଙ୍କ ଦେଇ ଆଉ 7 ଜଣ ଉଦ୍ଧାର ପ୍ରାପ୍ତ ହେଉଛନ୍ତି, ତାଙ୍କ ପରିବାର ଉଦ୍ଧାର ପ୍ରାପ୍ତ ହେଉଛନ୍ତି। ଆମେ ଜାଣିଛୁ ଯେ ତାଙ୍କୁ ଜାହାଜ ନିର୍ମାଣ କରିବା ପାଇଁ କହିଲେ ଗୋପର କାଷ୍ଟରେ, ଆଉ ଜାହାଜର ଦୀର୍ଘତା ଲମ୍ବା 300 ହାତ ଥିଲା, ଆଉ ପ୍ରସ୍ଥ 50 ହାତ ଥିଲା, ଆଉ ତାହାର ଉଚ୍ଚତା 30 ହାତ ଥିଲା। ଆଉ ସେହି ଜାହାଜକୁ ଏ ପ୍ରକାର ନିର୍ମାଣ କରାଗଲା ଯେ ଭିତରେ ଯେପରି ପାଣି ନ ପଶିବ, ସେଥିପାଇଁ ମଧ୍ୟ ସେ ଝୁଣା ଲେପନ କରିବା ପାଇଁ କହିଥିଲେ। ଆଉ ଝୁଣା ଦ୍ୱାରା ଲେପନ କରାଗଲା। ପ୍ରିୟ ପ୍ରଭୁଙ୍କର ଲୋକମାନେ, ଆମେ ଦେଖୁଛୁ ଏହି ନହଙ୍କର ଧାର୍ମିକତା ଯୋଗୁଁ। ଯଦି ଆମେ ଦେଖୁ ଅବ୍ରାହମଙ୍କ ବିଷୟରେ ଲେଖାଯାଏ, ଅବ୍ରାହମ ଯେଉଁ ସମୟରେ ଆପଣା ପୁତ୍ରକୁ ଉତ୍ସର୍ଗ କରିବା ନିମନ୍ତେ ଗଲେ ପ୍ରଭୁଙ୍କର ବାକ୍ୟ ଆଜ୍ଞା ଅନୁସାରେ, ସେହି ସମୟରେ ସେ ଏଇଠାରେ ଅବ୍ରାହମଙ୍କର ବିଷୟରେ ବୁଝୁଛନ୍ତି। ଆଉ ଲେଖାଯାଏ, ଏହା ଆମ୍ଭେ ଏବେ ବୁଝିଲୁ। ଯେଉଁ ସମୟରେ ବାଳକକୁ ଉତ୍ସର୍ଗ କରିବା ନିମନ୍ତେ ହାତରେ ଛୁରା ଧରି ଆଉ ସେ ବଧ କରିବା ନିମନ୍ତେ ଉତ୍ସର୍ଗ କରିବା ନିମନ୍ତେ ଯାଉଛନ୍ତି, ଆଉ ସେହି ସମୟରେ ସଦାପ୍ରଭୁଙ୍କର ଦୂତ ଆଉ ତାଙ୍କୁ ଡାକୁଅଛନ୍ତି, ଆଉ ସେ କହୁଅଛନ୍ତି, ଏହା ଏବେ ଆମ୍ଭେ ବୁଝିଲୁ। ଅବ୍ରାହମଙ୍କୁ ମଧ୍ୟ ସଦାପ୍ରଭୁ ବୁଝିଲେ। ଯଦି ଏହି ପ୍ରକାର ଭାବରେ ଦେଖୁ ପ୍ରଭୁଙ୍କର ଲୋକମାନଙ୍କ ବିଷୟରେ, ଯେ ଯକ୍ଷକୁ ମଧ୍ୟ ଯକ୍ଷଙ୍କ ବିଷୟରେ ସେ କହିଲେ, ଯେଉଁ ସମୟରେ ଯକ୍ଷ ଅନ୍ୟାୟରେ ଉପାର୍ଜନ ସମସ୍ତ ସମ୍ପତ୍ତି ସେ ଫେରାଇ ଦେଇଥିଲେ, ଆଉ ଅନ୍ୟାୟରେ ଯାହା ଆଣିଛନ୍ତି 4 ଗୁଣରେ ଫେରାଇଲେ, ଆଉ ନିଜ ସମ୍ପତ୍ତିରୁ ଅର୍ଦ୍ଧେକ ଦେଉଛନ୍ତି। ଆଉ ସେହି ସମୟରେ ଯକ୍ଷଙ୍କ ବିଷୟରେ ସେ କହୁଛନ୍ତି, ଏହି ଗୃହରେ ପରିତ୍ରାଣ ଉପସ୍ଥିତ ହୋଇଅଛି। ଅର୍ଥାତ୍ ଯକ୍ଷଙ୍କ ଦ୍ୱାରା ତାଙ୍କ ପରିବାର ମଧ୍ୟରେ ପରିତ୍ରାଣ ଆସିଲା। ଆଉ ଦେଖୁଛୁ ଅବ୍ରାହମଙ୍କ ଦେଇ ଆଉ ତାଙ୍କର ସମସ୍ତେ ଆଶୀର୍ବାଦ ପ୍ରାପ୍ତ ହେଲେ। ଏଠାରେ ଦେଖୁ ନହଙ୍କ ଦ୍ୱାରା ତାଙ୍କର ସମସ୍ତ ପରିବାର ଉଦ୍ଧାର ପାଇଲେ। ଆଜି ମଧ୍ୟ ଆପଣଙ୍କ ଦେଇ ଆପଣଙ୍କ ପରିବାର, ଆପଣଙ୍କ ପଡ଼ୋଶୀ ଜ୍ଞାତି କୁଟୁମ୍ବ ଉଦ୍ଧାର ପାଇବା ଆବଶ୍ୟକ ଅଛି। ତେଣୁ ଏଠି ଦେଖୁ, ଯେଉଁ ସମୟରେ ତାଙ୍କର ପରିବାର ଜାହାଜ ମଧ୍ୟରେ ପ୍ରବେଶ କଲେ, ଆଉ ପ୍ରତ୍ୟେକ ଜୀବଜନ୍ତୁ ଆଉ 2 ଜଣ ଆଉ ପ୍ରବେଶ କଲେ, ସେମାନଙ୍କର ଦମ୍ପତି କ୍ରମେ ସମସ୍ତ ପ୍ରାଣୀ ପ୍ରବେଶ କଲେ। ଆଉ ସେହି ସମୟରେ ଦ୍ୱାର ବନ୍ଦ କରିବା ପାଇଁ ଯାଉଅଛନ୍ତି। ଏଠାରେ ଦେଖୁ, ସେହି ଜାହାଜର ଝରକା ଆଉ 30 ହାତରୁ ଉପରୁ ଗୋଟିଏ ହାତ ଛାଡ଼ି ଝରକା କଲେ। ତାପରେ ପାର୍ଶ୍ୱରେ, ସେ ଝରକା ପାର୍ଶ୍ୱରେ ଆଉ ଦ୍ୱାର କଲେ, କବାଟ କଲେ ପ୍ରବେଶ କରିବା ନିମନ୍ତେ। ଆଉ ସେହି ଦ୍ୱାରକୁ, ସେହି କବାଟକୁ
ଏଇଠାରେ ଦେଖୁଛୁ ସଦାପ୍ରଭୁ ନିଜେ ବନ୍ଦ କରୁଛନ୍ତି। ପ୍ରିୟ ପ୍ରଭୁଙ୍କର ଲୋକମାନେ, ଆଜି ଆପଣଙ୍କୁ ମୋତେ ଉଦ୍ଧାର କରିବା ପାଇଁ ଯେତେ ବଡ଼ ବିପଦ ଆସୁ, ଯେତେ ବଡ଼ ମାରାତ୍ମକ ଶକ୍ତି ଆସୁ, ଆଉ ତାହାର ରାସ୍ତାକୁ ବନ୍ଦ କରିବେ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଯଦି ସମ୍ମୁଖରେ ଅଛି, ଯଦି ଆଗାମୀ ଦିନମାନଙ୍କରେ ଘଟିବା ପାଇଁ ଯାଉଛି, ଆପଣ ସେୟା କରନ୍ତୁ। ଆପଣଙ୍କୁ ସେ ବୁଝିବାର ଅଛି। ଆପଣଙ୍କର ବିଶ୍ୱାସ ସିଦ୍ଧ ହେବାର ଅଛି। ଯେପରିକି ଅବ୍ରାହମଙ୍କର ବିଶ୍ୱାସ ସିଦ୍ଧ ହୋଇଥିଲା, ତାଙ୍କୁ ବୁଝିଥିଲେ ସେ। ସେହିପରି ନୋହଙ୍କୁ ମଧ୍ୟ ଧାର୍ମିକତା ଦେଖିଥିଲେ, ସାଧୁତା ଦେଖିଥିଲେ ସାକ୍ଷାତରେ। ଆଉ ଯକ୍ଷଙ୍କୁ ମଧ୍ୟ ସମ୍ମୁଖରେ ତାଙ୍କର ସମସ୍ତ ପାପକୁ ସ୍ୱୀକାର କଲେ ଆଉ କର୍ମ କଲେ। ଖାଲି ସ୍ୱୀକାର କରିନାହାନ୍ତି, କର୍ମ ମଧ୍ୟ କଲେ। ଆଉ ସେହି ସମୟରେ ତାଙ୍କ ପରିବାର ଉଦ୍ଧାର ପ୍ରାପ୍ତ ହେଲେ, ବିନଷ୍ଟ ହେଲେ ନାହିଁ। ସମ୍ମୁଖରେ ଥିବା ବିପଦ, ଆପଦ, ସଙ୍କଟ, ମୃତ୍ୟୁ ଯଦି ଅଛି, ଆପଣ ତାଙ୍କ ପାଖକୁ ଯାଆନ୍ତୁ, ତାଙ୍କ ସମ୍ମୁଖକୁ ଯାଆନ୍ତୁ। ଆଉ ତାଙ୍କ ସମ୍ମୁଖରେ ଆପଣଙ୍କୁ ମୋତେ ଧାର୍ମିକ ଦେଖିବା ପାଇଁ ଚାହାନ୍ତି, ମୋତେ ବୁଝିବା ପାଇଁ ଚାହାନ୍ତି, ମୋ ବିଷୟରେ କହିବା ପାଇଁ ଚାହାନ୍ତି। ଆଉ ଯକ୍ଷଙ୍କ ବିଷୟରେ ଯେ ପ୍ରକାର କହିଲେ, ପ୍ରିୟ ପ୍ରଭୁଙ୍କର ଲୋକମାନେ, ଆଜି ସଦାପ୍ରଭୁ ସେଇ ଦ୍ୱାରକୁ ନିଜେ ବନ୍ଦ କରିଥିଲେ। ତେଣୁ ଆମେ ଦେଖୁ ଯେ ସଦାପ୍ରଭୁ ନିଜେ ବନ୍ଦ କରିଛନ୍ତି। ନୋହ ତ ବନ୍ଦ କରିଥାନ୍ତେ, ଜାହାଜରେ ପ୍ରବେଶ କଲା ପରେ ଦ୍ୱାରକୁ ବା କବାଟକୁ ନିଜେ ବନ୍ଦ କରିପାରିଥାନ୍ତେ, କିନ୍ତୁ ନିଜେ ବନ୍ଦ କରିନାହାନ୍ତି, ସଦାପ୍ରଭୁ ବନ୍ଦ କଲେ। ତାହା ଲେଖାଯାଏ ଆଦି ପୁସ୍ତକ 7 ଆଉ ତାହାର 16 ପଦ। ପରମେଶ୍ୱରଙ୍କ ଆଜ୍ଞା ଅନୁସାରେ ସର୍ବପ୍ରକାର ପ୍ରାଣୀ ଦମ୍ପତି କ୍ରମେ ପ୍ରବେଶ କଲେ, ତେଣୁ ସଦାପ୍ରଭୁ ତାହା ପ୍ରାସ୍ପ ଦ୍ୱାର ବନ୍ଦ କଲେ। ପ୍ରଭୁଙ୍କର ଗୌରବ ହଉ। ଆଉ ସମସ୍ତେ ଦମ୍ପତି କ୍ରମେ ପ୍ରବେଶ କଲା ପରେ ସଦାପ୍ରଭୁ ନିଜେ ସେଇ ଦ୍ୱାର ବନ୍ଦ କରୁଛନ୍ତି। କାରଣ ସଦାପ୍ରଭୁ ଯାହା ବନ୍ଦ କରିବେ, ଆଉ କେହି ମଧ୍ୟ ତାହା ଖୋଲିପାରିବ ନାହିଁ। ଏଇଠାରେ ଦେଖୁ, ଯଦି ନୋହଙ୍କର ପରିବାର ମଧ୍ୟରେ ତାଙ୍କର ପୁତ୍ରବଧୂର, ତାଙ୍କର ଜ୍ଞାତି କୁଟୁମ୍ବ ଅନେକ ଅଛନ୍ତି, ଯଦି ସେମାନଙ୍କର ବିକୃତି ଦେଖି ହୋଇପାରେ ନୋହ ଖୋଲି ଦେଇଥାନ୍ତେ, ସେମାନେ ଗୁହାରି କରିଥାନ୍ତେ। ଜାହାଜକୁ ଉପରକୁ ଉଠିବା ସମୟରେ, ଜଳପ୍ଲାବନ ସମୟରେ ସେମାନେ କାନ୍ଦିଥାନ୍ତେ, ବିକୃତି ହୋଇଥାନ୍ତେ। ହୋଇପାରେ ସେ ନିଜେ ବନ୍ଦ କରିଥାନ୍ତେ, ସେ ଖୋଲି ଦେଇଥାନ୍ତେ। କିନ୍ତୁ ସଦାପ୍ରଭୁ ନିଜେ ବନ୍ଦ କରିଛନ୍ତି। ଆଉ ସଦାପ୍ରଭୁ ଯାହା ବନ୍ଦ କରନ୍ତି, ଆଉ କେହି ମଧ୍ୟ ଖୋଲିପାରିବେ ନାହିଁ। ଆପଣଙ୍କ ପାଇଁ, ମୋ ପାଇଁ ଯଦି ଆଜି ସ୍ୱର୍ଗର ଦ୍ୱାର ସେ ଆମ୍ଭମାନଙ୍କ ପାଇଁ ଉନ୍ମୁକ୍ତ କରିଅଛନ୍ତି, ଆଉ ଆମେ ଯଦି ସେହି ସମୟର ଲୋକମାନଙ୍କ ପରି ଦୁଷ୍ଟ, ଦୌରାତ୍ମ୍ୟ, ଭ୍ରଷ୍ଟାଚାରୀ ଆଉ ଏହି କର୍ମରେ ଲିପ୍ତ ରହିବା, ବା ନିଜକୁ ସେହି କର୍ମରେ ଆମ୍ଭେମାନେ ସବୁବେଳେ ଆଉ ପାପର ସମସ୍ତ କର୍ମକୁ ବାରମ୍ବାର କରୁଥିବା, ସେହି ସମୟରେ ସେ ଦ୍ୱାରକୁ ବନ୍ଦ କରିଦେବେ। ତେଣୁ ପ୍ରଭୁ ଆମ୍ଭମାନଙ୍କୁ ସାହାଯ୍ୟ କରନ୍ତୁ।
ଆଜିର ବାକ୍ୟ ଅନୁସାରେ ଆଜି ନହଙ୍କ ଜାହାଜରେ ପ୍ରବେଶ କରିବାର ଦ୍ୱାର ବନ୍ଦ କରିଦେଲେ, ଆଉ କେହି ଖୋଲି ପାରିଲେ ନାହିଁ। ଅନେକ ଲୋକ ଚିତ୍କାର କରିଥିବେ, ନହ ଆମ୍ଭମାନଙ୍କୁ ବଞ୍ଚାଅ, ଦ୍ୱାର ଖୋଲିଦିଅ, କାରଣ ତାହା ନହ ବନ୍ଦ କରିନଥିଲେ। ତେବେ ଆପଣଙ୍କୁ ମୋତେ ଆଜି ସେଇ ଦ୍ୱାର ଖୋଲି ଦେଇଛନ୍ତି। ବାକ୍ୟ ଅନୁସାରେ ଜନ 14:6, ମୁଁ ପଥ ସତ୍ୟ ଜୀବନ, ମୋ ଦେଇ ନ ଗଲେ କେହି ପିତାଙ୍କ ନିକଟକୁ ଯାଇପାରେ ନାହିଁ। ତେବେ ସେହି ପଥ, ସେ ସତ୍ୟ, ସେ ଜୀବନରେ ପ୍ରବେଶ କରିବାର ଦ୍ୱାର ସେ। ତେଣୁ ଆମେ ଏହି ବାକ୍ୟ ଅନୁସାରେ ଆମେ ପ୍ରବେଶ କରିବା ସେହି ସ୍ୱର୍ଗରେ। ସେଥିପାଇଁ ଆମେ ଏହି ନହଙ୍କର ପରି ଧାର୍ମିକ ପରି ସାଧୁତା ଜୀବନ କାଟିବା, ଅବ୍ରାହମଙ୍କ ପରି ବିଶ୍ୱାସରେ ସିଦ୍ଧ ହେବା। ଆଉ ଅବ୍ରାହମଙ୍କୁ ଯେ ପ୍ରକାର ସେ ବୁଝିପାରିଥିଲେ ଆମକୁ ମଧ୍ୟ ବୁଝନ୍ତୁ। ଆଉ ଯକ୍ଷଙ୍କ ପରି ମଧ୍ୟ ଆମ୍ଭ ବିଷୟରେ ସେ ଜାଣନ୍ତୁ, ଆମ୍ଭ ବିଷୟରେ କୁହନ୍ତୁ। ଆଉ ଆମ୍ଭ ଗୃହରେ ପରିତ୍ରାଣ ଉପସ୍ଥିତ ହେଲା। ତେବେ ଆପଣଙ୍କ ଦେଇ ଆପଣଙ୍କର ପରିବାର ଉଦ୍ଧାର ପ୍ରାପ୍ତ ହେବେ। ଆଉ ଏହି ନହଙ୍କ ଦେଇ ତାଙ୍କ ପରିବାର ଉଦ୍ଧାର ପାଇଲେ, ଯକ୍ଷଙ୍କ ଦେଇ ତାଙ୍କ ପରିବାର ଉଦ୍ଧାର ପାଇଲେ, ପୁଣି ଅବ୍ରାହମଙ୍କ ଦେଇ ତାଙ୍କର ପରିବାର ଉଦ୍ଧାର ପାଇଲେ, ପୁଣି ତାଙ୍କର ଆଶୀର୍ବାଦର ପାତ୍ର ହୋଇ ସେ ଆଦି ପିତା ଅର୍ଥାତ୍ ବହୁଜନର ପିତା ହୋଇପାରିଲେ। ପ୍ରଭୁ ଆମ ସମସ୍ତଙ୍କୁ ସେହି ପ୍ରକାର ଆଶୀର୍ବାଦ କରନ୍ତୁ। ଆଉ ଆପଣଙ୍କ ଠାରୁ ମୋ ଠାରୁ ସେହି ଧାର୍ମିକତା ସେ ଦେଖିବା ପାଇଁ ଚାହାନ୍ତି। ପୁଣି ଆମେ ତାଙ୍କ ସାକ୍ଷାତରେ ଅଛୁ। ପ୍ରଭୁ ଆମ ସମସ୍ତଙ୍କୁ ଏ ବାକ୍ୟ ଦେଇ ଆଶୀର୍ବାଦ କରନ୍ତୁ, ପୁଣି ପବିତ୍ର ଆତ୍ମାକୁ ଶକ୍ତି ପ୍ରଦାନ କରନ୍ତୁ, ଆଉ ବାକ୍ୟ ଅନୁସାରେ ଜୀବନ କାଟିବା ପାଇଁ। ଆମେନ୍।